ଶିମିଳିପାଳରେ ବଢ଼ିଲା ମହାବଳ ବାଘ ବଂଶ। ବାଘୁଣୀ ଜିନ୍ନତ ଜନ୍ମଦେଲା 4 ଶାବକ। ପର୍ଯ୍ୟଟକ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ବଢ଼ିଛି ମହାବଳ ବାଘଙ୍କ ବଂଶ। ମହାରାଷ୍ଟ୍ରର ତାଡୋବା ଅଭୟାରଣ୍ୟରୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4ଟି ସୁସ୍ଥ ବାଘ ଶାବକଙ୍କୁ ଜନ୍ମ ଦେଇଛି। ବାଘୁଣୀ ତାର ଶାବକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ବେଳର ଦୃଶ୍ୟ ବନ ବିଭାଗର AI କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଶିମିଳିପାଳରେ ବାଘ ସଂରକ୍ଷଣ ଅଭିଯାନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ର ତାଡୋବା ଟାଇଗର ରିଜର୍ଭରୁ 2ଟି ବାଘୁଣୀ ଯମୁନା ଓ ଜିନ୍ନତକୁ ଅଣାଯାଇଥିଲା। 2024 ମସିହା ଅକ୍ଟୋବର ମାସରେ ଯମୁନା ଏବଂ ନଭେମ୍ବର ମାସରେ ଜିନ୍ନତକୁ ଶିମିଳିପାଳ ଜଙ୍ଗଲରେ ଛଡ଼ାଯାଇଥିଲା। ସେତେବେଳେ ଏହି 2 ବାଘୁଣୀ ଶିମିଳିପାଳର ପରିବେଶ ସହ ଖାପ ଖୁଆଇ ପାରିବେ କି ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ହେଲେ ବର୍ତ୍ତମାନ ବାଘୁଣୀ ଜିନ୍ନତ 4ଟି ଶାବକଙ୍କୁ ଜନ୍ମ ଦେଇ ସେହି ସବୁ ଆଶଙ୍କାକୁ ଦୂର କରିଦେଇଛି। ବନ ବିଭାଗ ପକ୍ଷରୁ ଲଗାଯାଇଥିବା AI କ୍ୟାମେରାରେ ସୁରକ୍ଷିତ ସ୍ଥାନକୁ 4ଟି ଶାବକଙ୍କୁ ନେଉଥିବା ଜିନ୍ନତର ଦୃଶ୍ୟ ରେକର୍ଡ ହୋଇଛି। ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ଏକ ସକାରାତ୍ମକ ସଂକେତ ଭାବେ ଗ୍ରହଣ କରାଯାଉଛି। ଜିନ୍ନତର ଏହି ସଫଳ ମାତୃତ୍ୱ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ନୂଆ ଆଶା ସୃଷ୍ଟି କରିଛି। ଦେଖନ୍ତୁ, ଆମର କେନ୍ଦ୍ରରେ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ଦିନ ପାଖରୁ ସରକାରଙ୍କର ଗୋଟେ ପ୍ରୟାସ ଥିଲା ଜଙ୍ଗଲ ପରିବେଶ ଆଉ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ ଗୋଟେ ଅଭିନବ ପ୍ରୟାସ ଜାରି ରହିଥିଲା। ସେଇଥିପାଇଁ ଆମର ମହାରାଷ୍ଟ୍ରରୁ 2024 ମସିହାରେ ଜିନ୍ନତ ଆସିଥିଲା। ଅଳ୍ପ ଦିନ ପୂର୍ବରୁ ସେ 4ଟି ସନ୍ତାନର ମା ହେଇଛି। ଏହା ଆମ ଅଞ୍ଚଳବାସୀଙ୍କ ପାଇଁ, ସରକାରଙ୍କ ପାଇଁ ଏବଂ ଏ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ତାଙ୍କ ପାଇଁ ଗୋଟେ ଖୁସି ଖବର ଏବଂ ପରିବେଶ ସୁରକ୍ଷା ପାଇଁ ଏହା କାମରେ ଆସିବ, ବହୁତ ଆମର ସହାୟକ ହେବ। ତେଣୁ ଏଇ ଯେଉଁ ଜିନ୍ନତ ଆଜି ମା ହେଇଛି ଆମ ସମସ୍ତଙ୍କର ପାଇଁ ଆମେ ଖୁସି ବ୍ୟକ୍ତ କରୁଛୁ ଏବଂ ଏହା ବହୁତ ଆନନ୍ଦ ଏବଂ ଖୁସିର ଖବର। ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଏହା ପରେ ପରେ ଏହା ପାଇଁ ଆଉ ବର୍ଦ୍ଧିତ ହେବାର ସମ୍ଭାବନା ଅଛି। ତେଣୁ ଆଜି ଜିନ୍ନତ ଯେଉଁ ମା ହେଇଛି ତା ଆମ ସମସ୍ତଙ୍କର ପାଇଁ ଗୋଟେ ଗର୍ବ ଏବଂ ଗୌରବର ବିଷୟ। ଆଗାମୀ ଦିନରେ ବାଘ ବଂଶ ଅଧିକ ବୃଦ୍ଧି ପାଇବା ସହ ପର୍ଯ୍ୟଟକ ମାନେ ମଧ୍ୟ ଶିମିଳିପାଳରେ ବାଘ ଦେଖିବାର ସୁଯୋଗ ଅଧିକ ପାଇବେ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।